କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡ଼ିଓରେ ଆମେ ପ୍ରୋଟେଷ୍ଟଟା ବିଷୟରେ କଥା ହେବା। ପ୍ରୋଟେଷ୍ଟ ମାନେ ସରଳ ଜୀବ ଏବଂ ଜଟିଳ ଜୀବ ମଧ୍ୟରେ ଏକ ସଂଯୋଗ। ଏହି କାରଣରୁ ସେମାନଙ୍କୁ ପ୍ରାୟତଃ ପ୍ରଥମ ୟୁକ୍ୟାରିଓଟ୍ସ କୁହାଯାଏ। ସେମାନଙ୍କର ନ୍ୟୁକ୍ଲିୟସ୍, ମାଇଟୋକଣ୍ଡ୍ରିଆ ଏବଂ ଶୂନ୍ୟକୋଷ ପରି କୋଷୀୟ ଅଙ୍ଗ ଅଛି, ଯାହା ସେମାନଙ୍କୁ ଜୀବନ ପ୍ରକ୍ରିୟାକୁ ଦକ୍ଷତାର ସହିତ ଚଳାଇବାରେ ସାହାଯ୍ୟ କରେ। ଉଦ୍ଭିଦ ପରି ପ୍ରୋଟିଷ୍ଟ ଯେପରିକି କ୍ଲାମିଡୋମୋନାସ୍, ୟୁଗ୍ଲେନା ଏବଂ ଡାଇଟମ୍ସ ଯେଉଁମାନେ ଆଲୋକ ସଂଶ୍ଲେଷଣ ମାଧ୍ୟମରେ ନିଜର ଖାଦ୍ୟ ପ୍ରସ୍ତୁତ କରିପାରିବେ। ପ୍ରାଣୀ ପରି ପ୍ରୋଟିଷ୍ଟ ଯେପରିକି ଆମେବା, ପାରାମେସିୟମ୍, ପ୍ଲାଜମୋଡିୟମ୍ ଯେଉଁମାନେ ଅନ୍ୟ ଜୀବ କିମ୍ବା ଜୈବ ପଦାର୍ଥକୁ ଖାଦ୍ୟ ଦିଅନ୍ତି। ଅନେକ ପ୍ରୋଟିଷ୍ଟ ସିଲିଆ, ଫ୍ଲାଜେଲା କିମ୍ବା ସୁଡ଼ୋପୋଡ଼ିଆ ବ୍ୟବହାର କରି ଗତି କରନ୍ତି। ପ୍ରୋଟିଷ୍ଟ ମାନେ ପରିବେଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଶୈବାଳ ଆଲୋକ ସଂଶ୍ଲେଷଣ ସମୟରେ ଅମ୍ଳଜାନ ଉତ୍ପାଦନ କରନ୍ତି ଏବଂ ଜଳୀୟ ଖାଦ୍ୟ ଶୃଙ୍ଖଳର ଆଧାର ଭାବରେ କାର୍ଯ୍ୟ କରନ୍ତି। କିଛି ପ୍ରୋଟିଷ୍ଟ ଉପଯୋଗୀ ଯେପରିକି ୟୁଗ୍ଲେନା, ଯାହା ଆଲୋକ ସଂଶ୍ଲେଷଣ ଏବଂ ଅନ୍ୟ ପଦାର୍ଥକୁ ଖାଦ୍ୟ ଦେଇପାରେ। ତଥାପି କିଛି କ୍ଷତିକାରକ ଯେପରିକି ପ୍ଲାଜମୋଡିୟମ୍, ଯାହା ମ୍ୟାଲେରିଆ ସୃଷ୍ଟି କରେ, ଏବଂ ଏଣ୍ଟାମୋଇବା ହିଷ୍ଟୋଲାଇଟିକା, ଯାହା ଡିସେଣ୍ଟ୍ରି ସୃଷ୍ଟି କରେ। ପ୍ରୋଟିଷ୍ଟ ମାନେ ଜୀବନରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଗୁଡ଼ିକୁ ଉଭୟ ଉଦ୍ଭିଦ ଏବଂ ପ୍ରାଣୀ ପରି ବୈଶିଷ୍ଟ୍ୟ ପ୍ରଦର୍ଶନ କରନ୍ତି ଏବଂ ଜଳୀୟ ଏବଂ ସ୍ଥଳଜ ଇକୋସିଷ୍ଟମରେ ପରିବେଶଗତ ସନ୍ତୁଳନକୁ ବଜାୟ ରଖିବା ପାଇଁ ଏମାନେ ଅତ୍ୟନ୍ତ ଆବଶ୍ୟକ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, କିଛି ଡାଉଟ୍ ଅଛି, କମେଣ୍ଟ ଲେଖିଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଜାଣିଛ ତ ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି ଦେଖା ହବା ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦେବ। ବାଏ।